ପିଲାମାନଙ୍କର ଟିଫିନ୍ ହଉ ଅଥବା ଘର ଲୋକଙ୍କର ଜଳଖିଆରେ ଯଦି କିଛି ହେଲ୍ଦି ବନେଇବା ପାଇଁ ଚାହୁଁଛନ୍ତି ତାହେଲେ ଥରେ ମାତ୍ର ଏଇ ରେସିପିଟି ବନେଇ ଟ୍ରାଏ କରିପାରନ୍ତି। ସମସ୍ତଙ୍କୁ ପସନ୍ଦ ଆସିବା ସହିତ ଖାଇବା ପାଇଁ ବି ଭଲ ଲାଗିବ। ତ ଏଇ ଜଳଖିଆ ବନେଇବା ପାଇଁ 1 କପ୍ ଓଟ୍ସ ନେବା, ଆଉ 1 କପ୍ ଓଟ୍ସ ପାଇଁ 2 ବଡ଼ ଚାମଚ ସୁଜି ନେଇ ନେବା। ତାପରେ ଅଧା କପ୍ ପାଣି ଦେଇ ତାକୁ ଭଲ ଭାବରେ ଗୋଳେଇକି 10 ମିନିଟ୍ ପର୍ଯ୍ୟନ୍ତ ତାକୁ ସାଇଡ଼ରେ ରଖିଦେବେ, ଯାହାଦ୍ୱାରା ସୁଜି ଆଉ ଓଟ୍ସ ଭଲ ଭାବରେ ଫୁଲିଯିବ। 10 ମିନିଟ୍ ପରେ ଦେଖନ୍ତୁ ସୁଜି ଆଉ ଓଟ୍ସ ଭଲ ଭାବରେ ଫୁଲି ଯାଇଛି। ତାକୁ ଆମେ ଏବେ ଗୋଟେ ମିକ୍ସିଂ ଜାର୍ରେ ଦେବା ବାଟିବା ପାଇଁ। ଆପଣମାନେ ଯଦି ଏଇ ଜଳଖିଆକୁ କେବଳ ପିଲାମାନଙ୍କ ପାଇଁ ବନାଉଥିବେ ତାହେଲେ ଏଠି କଞ୍ଚା ଲଙ୍କାକୁ ସ୍କିପ୍ କରିବେ। ମୁଁ ଯେହେତୁ ଘର ଲୋକଙ୍କ ପାଇଁ ବନାଉଛି ସେଥିପାଇଁ ଗୋଟେ କଞ୍ଚା ଲଙ୍କା ଦେଇ ତାକୁ ଭଲ ଭାବରେ ଚିକଣ କରି ବାଟି ନେଇଛି। ତ ବାଟିଲା ପରେ ତାକୁ ଏମିତି ଗୋଟେ ବଡ଼ ଜାଗାକୁ ନେଇ ନେବା। এই ଜଳଖିଆଟା ବହୁତ ସମୟ ପର୍ଯ୍ୟନ୍ତ ସଫ୍ଟ ରୁହେ, ଯାହାଦ୍ୱାରା ପିଲାମାନଙ୍କୁ ଟିଫିନ୍ରେ ଦେଲେ ତାଙ୍କୁ ଖାଇବା ପାଇଁ କିଛି ବି ଅସୁବିଧା ହେବନି। ତ ଏବେ ଆମେ ଏଇ ବେଟରରେ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲ ଭାବରେ ବେଟରକୁ ଏମିତି ଗୋଳେଇ ନେବା। ଆଉ ବେଟରକୁ ଆପଣମାନେ ବେଶୀ ପତଳା କି ବେଶୀ ଗାଢ଼ କରିବେନି। ଏମିତି ଦେଖନ୍ତୁ ଚାମଚରେ ଯେମିତି ପଛପଟେ ମୋଟା ହେଇ ଲାଗି ରହିଥିବେ ସେମିତି କନସିଷ୍ଟେନ୍ସି ରଖିବେ। ତାପରେ ଏବେ ଆମେ ଗୋଟେ ତାୱାକୁ ଭଲ ଭାବରେ ଗରମ କରି ନେଇ ଅଳ୍ପ ଟିକେ ତେଲ ବ୍ରସ୍ କରିନେବା। ତାପରେ ସେ ଓଟ୍ସର ଯେଉଁ ବ୍ୟାଟରଟା ଆମେ ବନେଇଥିଲେ ତାକୁ ଏମିତି ତାୱାରେ ମଝିରେ ରଖିକି ଟିକେ ସ୍ପ୍ରେଡ୍ କରିନେବା ଚାରିପଟକୁ। এই ଓଟ୍ସ ଚକୁଳିର ଉପର ସାଇଡ଼୍ଟା ଯେତେବେଳେ ହାଲକା ହାଲକା ଶୁଖିଯିବ, ସେତେବେଳେ ଗୋଟେ ଅଣ୍ଡାକୁ ଭାଙ୍ଗିକି ଆମେ ଦେଇଦେବା। ଆଉ ଅଣ୍ଡାକୁ ଭଲ ଭାବରେ ଚାରିପାଖକୁ ଆମେ ସ୍ପ୍ରେଡ୍ କରିନେବା, ଯାହାଦ୍ୱାରା ଖାଇବା ପାଇଁ ଭଲ ତ ଲାଗିବ ଆଉ ବହୁତ ସଫ୍ଟ ବି ରହିବ ଏଇ ଚକୁଳି। ତ ଆପଣମାନଙ୍କ ପସନ୍ଦରେ ଆପଣ ଏଠି ଭେଜିଟେବୁଲ୍ସକୁ ଅଳ୍ପ ଛୋଟ ଛୋଟ କରି କାଟିକି ଆଡ଼୍ କରିପାରିବେ। ମୁଁ ଏଠି ଖାଲି ଗାଜରକୁ ଏମିତି କୋରିକି ଦେଇଦେଇଛି। ଆପଣ ଯେମିତି ବିନ୍ସ ହଉ ଅଥବା ପିଆଜ, ଆଳୁ ଯାହା ବି ଆପଣ ଭେଜିଟେବୁଲ୍ସ ପସନ୍ଦ କରନ୍ତି ତାକୁ ଏକଦମ ଏମିତି ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରି ବି ଦେଇପାରିବେ। ତ ଆମର ଏଇ ଅଣ୍ଡା ଦିଆ ଏଇ ଓଟ୍ସର ଚକୁଳିଟା ଏକଦମ ରେଡ଼ି ହେଇଯାଇଛି। ଆପଣମାନେ ଏମିତି ବନାନ୍ତୁ, ଖାଆନ୍ତୁ, ଆଉ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।